ହୀରାକୁଦରେ ମିକ୍ସଚର ମେସିନ୍ ଚୋରି, ଦୁଇ ଅଭିଯୁକ୍ତ ସହ ଚୋରି ସାମଗ୍ରୀ ଜବତ। ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅନ୍ତର୍ଗତ ବନ୍ଧ ସିଲିପଥର ଅଞ୍ଚଳରୁ ଏକ ମିକ୍ସଚର ମେସିନ୍ ଚୋରି ମାମଲାରେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ମିକ୍ସଚର ମେସିନ୍କୁ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତ 1 ତାରିଖ ଅପରାହ୍ନ ପ୍ରାୟ 2:38 ମିନିଟ୍ରେ ହୀରାକୁଦ ନୂଆବଜାର ଅଞ୍ଚଳର ଦେବାଶିଷ ପାଢୀ ବୟସ 37 ବର୍ଷ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ବନ୍ଧ ସିଲିପଥ ନିକଟରୁ କେହି ଦୁର୍ବୃତ୍ତ ତାଙ୍କ ଏକ ମିକ୍ସଚର ମେସିନ୍ ଚୋରି କରିଥିବା ନେଇ ସେ ଅଭିଯୋଗରେ ଦର୍ଶାଇଥିଲେ। ଏହି ଅଭିଯୋଗକୁ ଆଧାର କରି ହୀରାକୁଦ ପୋଲିସ କେସ୍ ନମ୍ବର 163 ଧାରା 303 BNS ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତତ୍ପରତା ପ୍ରକାଶ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଙ୍ଗାମୁଣ୍ଡା ବିହାରୀପଡା ଅଞ୍ଚଳର ବଜରଙ୍ଗୀ ସାହାନୀ ବୟସ 32, ସହଜବାଲ ଅଞ୍ଚଳର ଶିବ ପାଣ୍ଡେ ବୟସ 20। ଗିରଫ ଦୁଇ ଅଭିଯୁକ୍ତ ହୀରାକୁଦ ଥାନା ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ସେମାନଙ୍କ ନିକଟରୁ ଚୋରି ହୋଇଥିବା ମିକ୍ସଚର ମେସିନ୍ଟିକୁ ସଫଳତାର ସହିତ ଜବତ କରିଛି। ସମ୍ବଲପୁର ଜିଲ୍ଲାରୁ ଦୁଲାଲ ଚନ୍ଦ୍ର ରାୟଙ୍କ ରିପୋର୍ଟ, ଓଡ଼ିଶା ସମସ୍ୟା ନ୍ୟୁଜ।